नमस्कार सर जय जय गुरु जय गुरुदेव नमस्कार कोड कहते पुणी आप भुवनेश्वर कहली सर। अच्छा कौन केमती अच्छा भल अच्छे आप आज्ञा सर बहुत बढ़िया अच्छे कौन कहते कहीं फोन करते कहतु सर प्रथमे तो मु आपणक चैनल टा यूट्यूब रु देखथिली आज्ञा तो एमती दिने रिसेंटली बसथिली तो हस्बैंड को बहुत प्रॉब्लम होता जेतो हस्बैंड को शनि 7.5 चलथिला तो जॉब आउ तापरे जॉब पर बिजनेस भी गला बहुत हैरान फेस करिबा परे बहुत प्रॉब्लम फेस करिबा परे ମୁଁ ସେଠୁ ଜାତକ ଟିକେ ଖେଳେଇଲି ବସିକି ତ ଖେଳିଲା ପରେ ତ ଦେଖିଲି କୁମ୍ଭ ରାଶିରେ ଏମିତି ପ୍ରୋବ୍ଲେମ ହଉଥିଲା ତ ଆପଣଙ୍କ ପ୍ରତିକାର ଦେଖିଲା ପରେ ମୁଁ କହିଲି ଦେଖିବା ପ୍ରତିକାର କରିବା ସାରଙ୍କର ବାପା ବି ଥରେ କହିଥିଲେ କିନ୍ତୁ ମୁଁ ଏତେ ବିଶ୍ୱାସ କରୁନଥିଲି ଯେତେବେଳେ ମୁଁ ନିଜେ ପ୍ରତିକାର କଲି ଇଏ ବି ମତେ ହ୍ୱାଟ୍ସଆପ ରେ ଆପଣଙ୍କର ଦେଇଥିଲେ କି ସାର୍ ଯାହା ଯାହା ମୋ ଲାଇଫରେ ହଉଛି ସେଇଆ ହିଁ କହୁଛନ୍ତି ବୋଲି ଦେନ୍ ଯେତେବେଳେ ହେଲା ତ ମୁଁ ପ୍ରତିକାର କଲା ପରେ ଆଙ୍କର ଜବ୍ ହେଲା ତ ଇଣ୍ଟରଭ୍ୟୁ ଦେଇକି ଆସିଥିଲେ ତ ଆମକୁ ଆସିଲା କି ଅଫର ଲେଟର କି ଆପଣ ଜଏନ୍ କରନ୍ତୁ ଆପଣଙ୍କର ଜବ୍ ହେଇଯାଇଛି ପେଟିଏମ ରେ ଜବ୍ ହେଲା ତ ତାପରେ ମୋର ଟିକେ ବିଲିଭ ଆସିଲା କି ମୁଁ ସାରଙ୍କ ପ୍ରତିକାର କଲା ପରେ ଏଇ ଜିନିଷଟା ହିଁ ହେଲା ତ ଶନି 7.5 ପାଇଁ ଆପଣ ବି ବହୁତ ସାରା ଇଏ କହିଥିଲେ ତ ତାପରେ ଭାଇଙ୍କ ଜାତକ ମୁଁ ଆପଣଙ୍କ ପାଖକୁ ପଠେଇଥିଲି ହ୍ୱାଟ୍ସଆପ ରେ ତ अच्छा ଆପଣ ଦେଖିକି अच्छा କହିବେ। आप मत यूट्यूब देखले ओके हमर जो फर्स्ट मीट थिला प्रिया भणी केम थिला एटा इंटरेस्टिंग स्टोरी ए भाई भणी मीट केम थिला कहतु ବହୁତ ମାନେ ଖରାପ ଥିଲା କହିଲେ ଚଳେ କାହିଁକି ନା ମୁଁ ଫାର୍ଷ୍ଟ ବିଲିଭ କରିନଥିଲି ଦେନ୍ ମୁଁ ଆପଣଙ୍କୁ 1000 ଯେତେବେଳେ ପେ କରିଦେଲି ତ ଆପଣ ମତେ 2 ଆୱାର ୱେଟ୍ କରେଇଲେ ତ ଯେତେବେଳେ ଜାତକ ନ ଦେଖିଦେଲି ଆପଣ ଖାଲି କହୁଥାନ୍ତି ମୁଁ ଟିକେ ଅଛି ବାହାରେ ମୁଁ ଜାତକ ଦେଖିକି କହିବି ମୁଁ ସେଠୁ ଆପଣଙ୍କୁ ମାନେ ଟକିଂ ଖରାପ କଲି କି ନା ଆପଣ ମିଛ କହୁଥିବେ ଆଷ୍ଟ୍ରୋଲୋଜି ହିସାବରେ ପଇସା ନଉଥିବେ ତ ଆପଣ କହିଲେ ଠିକ ଅଛି ମୁଁ ଆପଣଙ୍କ ପଇସା ରିଟର୍ନ କରିଦଉଛି ତ ଯେତେବେଳେ ତାପରେ ଜାତକ ମତେ 7ଟା ବେଳକୁ ପଠେଇକି କଲ୍ କଲେ କି ଜାତକ ମୁଁ ବନେଇ ଦେଇଛି ଆପଣଙ୍କ ଭାଇର ଆପଣ ଦେଖିନେବେ ତ ମୁଁ ଦେଖିଥିଲି ତ ତାପରେ ଆପଣ ବହୁତ ସାରା ପ୍ରତିକାର ଲେଖିଥିଲେ କି ତାର ଶନି 7.5 ଚାଲିଛି ଆଉ ବହୁତ ଶୀଘ୍ର ତାର କିଛି ପ୍ରତିକାର କରନ୍ତୁ ନହେଲେ ସେ ଆହୁରି ବିଗିଡିଯିବ ଦେନ୍ ତାପରେ ମୁଁ ସବୁ ପ୍ରତିକାର ଆପଣଙ୍କୁ ପଚାରିକି କରିଥିଲି। ठीक अच्छे हुए बहुत लोग अविश्वास करती नेचुराल कथा देखो मु खराब भाव जेहेतु ऑनलाइन जेटा प्राय लोग देखते ना ऑफलाइन टाइम नहीं पारुनी ଆଜ୍ଞା ସାର୍ ଆଜ୍ଞା प्राय टाइम बाहर रोची तो ऑनलाइन जे देखियो से फर्स्ट से भाबिबो कारण बहुत लोग एते ଆଜ୍ଞା ठगुଛନ୍ତି ଆପଣ କେବେ ଭୁଲ ବୁଝିଲେ ଓକେ ନା ସାର୍ ସେମିତି ହେଇଛି ଯେହେତୁ ଆଉ ବି ଗୋଟେ ଜାଗାରେ ଦେଖେଇଥିଲି ତ ସେଠି ଯେମିତି କି ଫାର୍ଷ୍ଟ କହିଲା 10 rupees ପେ କର ତ 1 minute ପାଇଁ ଟକ୍ ଅଛି ତ 10 rupees ପରେ ପୁଣି କହିଲା 50 rupees ପେ କର ତ ଏତିକି ସମୟ ପାଇଁ ଅଛି ତାପରେ ଆଉ କିଛି ମେସେଜ ରିପ୍ଲାଏ ନାହିଁ ନାହିଁ ତ ଗୋଟେ ଅଟୋମେଟିକ ମନରେ ଗୋଟେ କଣ କି ଡର ଆସିଗଲା। ନା ମୁଁ ବି ମାନୁଛି ତ ଓକେ ତ ସେଇ ଲାଗି ଗୋଟେ କଥା ଯେ ବିଶ୍ୱାସ ତ ଗୋଟେ କଥା ହଉଛି ଭାଇଙ୍କର ସିଚୁଏସନ କଣ ଥିଲା ଏବେ କଣ ଅଛି ଗୋଟେ ସର୍ଟ କହିଲା ଜାଣିବା ଭାଇ ଆପଣ ଆଜ୍ଞା ସାର୍ ସେତେବେଳେ ତ ପ୍ରଥମେ ତ ମୁଁ ଆପଣଙ୍କୁ କଲ୍ କରିକି ଜଣେଇଥିଲି କି ଭାଇ କି ସବୁବେଳେ ଡିପ୍ରେସନରେ ରହୁଛି କି ତା ଜବ୍ ବି ପଳେଇଛି ସବୁବେଳେ କାହା କଥା ମାନେନି ଟିକେ ମେଣ୍ଟାଲି ଭଳିଆ ଯିଏ ଯାହା କହିଲେ ଶୁଣେନି ବଟ୍ ଯେତେବେଳେ ସେ ପୂଜା ପାଠ ସବୁ ହେଲା ଆମର ଯୋଉ ଶନି ପୂଜା ଆପଣ କହିଲେ ତାପରେ ନୃସିଂହ ମନ୍ଦିରରେ ପୂଜା କରିବା ପାଇଁ କଲେ ସବୁ ସେ କରିସାରିବା ପରେ ଶନି ପୂଜାର ଲାଷ୍ଟ ଦିନ କି ତାକୁ ଗୋଟେ କଲ୍ ଆସିଲା ତାପରେ କଲ୍ ଆସିଲା ପରେ ମଣ୍ଡେ ଦିନ ତ ତାକୁ ଇଣ୍ଟରଭ୍ୟୁ ପାଇଁ ଡାକିଲେ ତ ଗଲା ସିଲେକ୍ଟ ହେଇକି ଆସିଲା ଫାର୍ଷ୍ଟ ଘରେ ଡିସ୍କସନ ହେଲା ତ ସେ କହିଲା ନା ମତେ ସେ ଜବ୍ ଟା ଭଲ ଲାଗୁଛି ମୁଁ ଯେମିତିଆ ଖୋଜୁଥିଲି ସେମିତିଆ ମିଳିଛି ମୁଁ ଯିବି କରିବି ଏବେ 1 month ହେଲା ଷ୍ଟେବଲ ହେଇକି କରୁଛି ସାର୍। ମାନେ ପ୍ରତିକାର କରିବା ସରିଲା ପରେ ପରେ ଆପଣଙ୍କୁ ଜବ୍ ମିଳିଗଲା ଆଜ୍ଞା ସାର୍ ଆଣ୍ଡ ତାବିଜ ଲଗେଇଥିଲେ ଆପଣ ଗୋଟେ ଆଜ୍ଞା ତାବିଜ ଗୋଟେ ନେଇଥିଲି ସେ ତାବିଜ ଟା ପିନ୍ଧିବା ପରେ ଆପଣ କହିଥିଲେ କି ଯେତେ ଶୀଘ୍ର ହବ ତାକୁ ତାବିଜ ଟା ପିନ୍ଧାନ୍ତୁ ଯେହେତୁ ତା ମେଣ୍ଟାଲ କଣ୍ଡିସନ ଏମିତି ରହୁଛି ତ ତାବିଜ ପିନ୍ଧିଲା ପରେ ଏବେ ଟିକେ ସ୍ଥିର ଅଛି ଯେମିତି ଡେଲି ରୁଟିନ ୟୁଜ କରିବା କଥା ସେମିତି ମାନେ ଲାଇଫଷ୍ଟାଇଲ ଚାଲିଛି। ଥିଲା ମାନେ ତାବିଜ ପୂର୍ବରୁ କଣ ଥିଲା ପରେ କଣ ତାର ପୂର୍ବରୁ ତ ସିଏ କାହା କଥା ଶୁଣେନି ବାପା ବୋଉ ଯାହା ଗୋଟେ ପ୍ରୋବ୍ଲେମ କହିଲେ ତ ସିଏ ସେଇଟାକୁ ମାନେ ବିଲିଭ କରିବେନି ବୋଉ ଯଦି ମନ ଦୁଃଖ କଲା କି କହିଲା କି ଏଇଟା ତୁ ଏମିତି ଭୁଲ କରୁଛୁ ସିଏ କହିବ ମୋ ଇଚ୍ଛା ମୋର ଯାହା ଇଚ୍ଛା ହବ ମୁଁ କରିବି ଇଏ କରିବି ସେ କରିବି କିନ୍ତୁ ଏବେ ଯୋଉ 1 month ପରେ ଗୋଟେ ଫୋନ କରିଲେ କି କଣ କଲେ ଗୋଟେ ଡେଲି ବେସିକରେ ଯେମିତି ଗୋଟେ ନର୍ମାଲ ଛୁଆଟେ କରେ ତ ଏଇଟା କଲେ ଠିକ ଏଇଟା କଲେ ଭୁଲ ମୋ ବୋଉ ଏଇଟା କଲେ କଷ୍ଟ ପାଇବ ସେଇଟା ବୁଝୁଛି ନା କି ବୋଉ ଗୋଟେ ଯଦି ମନ ଦୁଃଖ ତୁ କାଇଁ ମନ ଦୁଃଖ କରୁଛୁ ମୁଁ ତ ପ୍ରୋବ୍ଲେମ ସଲ୍ଭ କରିଦେବି ଏଇ ଜିନିଷଟା କହୁଛି ଯେତେବେଳେ ସେମିତି କିଛି ବି କହେନି ସବୁବେଳେ ଖାଲି ବୁଲିବି ସାଙ୍ଗସାଥି ଆଜ୍ଞା ସାର୍ ମେଣ୍ଟାଲି କଣ୍ଡିସନ ଭଲ ନଥିଲା ଘରେ ଗୋଟେ କଥା ମାନୁଥିଲେ ଓକେ ଆଜ୍ଞା ଜବ୍ ସାର୍ ମୁଁ ଆପଣଙ୍କୁ ସେଥିପାଇଁ କଲ୍ କରିଥିଲି ମାନେ ବ୍ୟସ୍ତ ହେଇକି କାନ୍ଦିକି ଜବ୍ ଏବେ ଟିକେ କଣ୍ଡିସନ ଭଲ ଅଛି
ତ ଘରକୁ ଟିକେ ପ୍ରାୟୋରିଟି ଦଉଛି, ବାପା ବୋଉଙ୍କୁ ଟିକେ ପଚାରୁଛି, ଆଉ ଜବ୍ ବି କରୁଛି। ବର୍ତ୍ତମାନ ଗୋଟେ ମନ୍ଥର ସାଲାରୀ ବି ଯୋଉ ଆଣିଲା, ଘରେ ଆଗେ ବୋଉକୁ ପଚାରିଲା କି ତୁ କୋଉଠି କଣ କରିଛୁ ଆଗେ ଦେ, ତାପରେ ଦେଖିବା ଯାହା ବଳିବ ମୁଁ କଣ ଗୋଟେ କରିବି। ବୋଉ କହିଲା ଫାର୍ଷ୍ଟ ଟାଇମ୍ ଏଇ ଚେଞ୍ଜେସ୍ ଦେଖୁଛି କି ସାଲାରୀ ଆଣିଲେ କେବେ ବି ଘରେ ଦିଏନି, ଖାଇବ ପିଇବ ଉଡେଇବ ମଜା କରିବ। ଏଇ ମନ୍ଥରେ ଫାର୍ଷ୍ଟ ଟାଇମ୍ ସାଲାରୀ ସେ ଦେଇଛି ବୋଉକୁ କି ତୁ ଆଗେ ଯାହା ଯେମିତି କିଛି ଆଣିଛୁ ଦେଇଦେ, ଯାହା ବି କୋଉଠି କଣ ରଖିଛୁ ରଖିବାର ଅଛି ରଖିଦେ, ମୋର ଯାହା ବଳିଲେ ମୁଁ ନେବି, ଏଇ କଥା କହିଛି। ଆଚ୍ଛା, ଗୋଟେ କଥା ହଉଛି ଆପଣ ଯେତେବେଳେ ମାନେ ରିଲ ପ୍ରତିକାର କରିସାରିଲେ, ତାବିଜ ପିନ୍ଧିଲା, ଜବ୍ ହେଇଗଲା, ମେଣ୍ଟାଲି ଚେଞ୍ଜ ହେଲା, ଆପଣ କଣ ଭାବନ୍ତି? ଏଇଟା ମାନେ ଭାବନ୍ତି କଣ ଅଟୋମେଟିକ ହେଇଗଲା ନା ଏଇଟା ଗୋଟେ ପାୱାର ପାଇଁ ହେଲା? ନାଇଁ ସାର୍, ଏଟା ଗୋଟେ ବି ପାୱାର ଅଛି, ଯେହେତୁ ଅଟୋମେଟିକ ହବାର ଥିଲା। ଆମେ ତ ପୂର୍ବରୁ ବି ବହୁତ ପୂଜା କରିଛୁ, ଯେମିତି କି ସମସ୍ତେ କହିଲେ ରୁଦ୍ରାଭିଷେକ କର, ହନୁମାନ ଚାଳିଶା କର, ଆମେ ସବୁ କରିଛୁ। ଦେନ୍ ତାପରେ ବି କିଛି ପରିବର୍ତ୍ତନ ହେଇନଥିଲା। 2024 ରେ ରୁଦ୍ରାଭିଷେକ ବହୁତ ବଡ ଆକାରରେ ତାର ହେଇଥିଲା। ନନା ମାନେ ସବୁ କହିଲେ ରୁଦ୍ରାଭିଷେକ କର, ତା ମାଇଣ୍ଡ ଟା ସବୁବେଳେ ଗରମ ରହୁଛି, ଥଣ୍ଡା ହବ। ରୁଦ୍ରାଭିଷେକ ବି ହେଇଥିଲା, କିନ୍ତୁ ବି ତାର କିଛି ଫରକ ଓଲଟା ରୁଦ୍ରାଭିଷେକ ହେଲା ପରେ ବହୁତ ବିଗିଡି ଗଲା। ଘରୁ ପଳେଇଲା, ବହୁତ ଦିନ ବାହାରେ ରହିଲା, ବାପା ବୋଉଙ୍କ ସାଙ୍ଗେ କଥାବାର୍ତ୍ତା କଲାନି, ଘରେ ବହୁତ କଷ୍ଟ ପାଇଛନ୍ତି। ଇଭେନ ଏବେ 2024 ଲାଷ୍ଟ ରୁ ଦେଖୁଛି, ତ ଏବେ 25 ହେଲାଣି ସାର୍। ମୁଁ ଆପଣଙ୍କ ସହିତ ଯେବେଠୁ ଜଡିତ ହେଇଛି, ସିଏ ଘର ସହିତ ଜଡିତ ଅଛି। ଆଉ ଗୋଟେ ଆଜ୍ଞା ସାର୍। ଭାଇଙ୍କର ଆମର ଯୋଉ ଜିଜାଜିଙ୍କର ଟିକେ ଉନ୍ନତି ହେଇଛି ତ, ତାଙ୍କର ଇମ୍ପ୍ରୁଭ ହେଲା। ଆଜ୍ଞା ସାର୍। ଯାହା ହଉ ଯାହା ହଉ, ଆଜ୍ଞା ମତେ କଥା ହେଇଥିଲେ ବହୁତ ସମୟ, ଅନେକ କଥା କହିହବନି, ବସ୍ ସିଚୁଏସନ ବେଳେ ଖରାପ ଥିଲା, ଯାହା ଭଲ ଆସିଲା। ଆଉ ଭଲ ଲାଗିଲା ଆପଣଙ୍କ ସହ କଥା ହେଇକି, ଭିଡିଓ କଲ୍ କଲେ, ଯୋଡି ହେଲେ। ସବୁଠାରୁ ବଡ କଥା ହଉଛି ବିଶ୍ୱାସ ଭଉଣୀ, ଯାହାର ବିଶ୍ୱାସ ଆଜ୍ଞା ସାର୍। କାମ ଦବନି। ମୁଁ ସବୁବେଳେ କହିଥାଏ, ବିଶ୍ୱାସ ଅଛି ଆପଣଙ୍କର କାମ ଦବ, ବିଶ୍ୱାସ ନାହିଁ କାମ ଦବନି। ଲୋକ ଆଜ୍ଞା ସାର୍। ଯେମିତି ପଇସାଟା ଇଏ ବହୁତ ଡିମାଣ୍ଡ କରୁଛନ୍ତି, ଇଏ ବହୁତ ଇଏ କରୁଛନ୍ତି, ଆପଣ ତ ଆଜ୍ଞା ସାର୍। ମାନେ କିଛି ପଇସା ନିଶ୍ଚିତ ଆମେ ପେଟ ପୋଷ୍ଟ ରହିବା, ରିଅଲ କଥା କହିବାକୁ ଗଲେ, ପ୍ରାକ୍ଟିକାଲ କଥା। ତାପରେ ମୁଁ ବି କହିପାରିଥାନ୍ତି ସାଙ୍ଗେ ସାଙ୍ଗେ, ମୁଁ ଏଥିପାଇଁ କହିଲିନି କି କାଳେ ବିଲିଭ ଆସିବ କାହାର ନ ଆସିବ। ତ ମୁଁ ଆଗେ 1 ମନ୍ଥ ମାନେ ଭାବିଲି କି ଭାଇ ଗୋଟେ ଜବ ରେ ଷ୍ଟେବଲ ରହୁଛି କି ନାଇଁ, ତା ମାଇଣ୍ଡ କନଷ୍ଟାଣ୍ଟ ରହୁଛି କି ନାଇଁ, ତାପରେ ମୁଁ ସାରଙ୍କୁ ଫୋନ କରିବି। ଆଜ୍ଞା, ଯାହା ଭଉଣୀ ଶୁଣିଲେ, ଆପଣ ଲାଷ୍ଟ ଆଜ୍ଞା ସାର୍। କାମ ଦେଇଛି ଏବଂ ପ୍ରତିକାର ମତେ କାମ ଦେଇଛି। ମୁଁ ବି ଚାହେଁ ଆଜ୍ଞା ସାର୍। ଭାଇ ଭଉଣୀ ମାନେ ଏ ଜିନିଷ ଦେଖନ୍ତୁ, ଜାଣନ୍ତୁ। ଭିଡ଼ିଓ ବହୁତ କମ ଲୋକ ଦେଖିବେ, ଯେତେ ନେଗେଟିଭ ଲୋକ ପସନ୍ଦ ପଜିଟିଭ ଦେଖିବେନି। ଯେ ଆପଣ ସକ୍ସେସ ହେଲା, କିନ୍ତୁ ମୁଁ ବି ଖୁସି, ଆପଣଙ୍କ ପରିବାର ଖୁସି ଆସିଲା, ଏଇଟା ମୋ ପାଇଁ ବଡ ଆଶୀର୍ବାଦ। ଆଜ୍ଞା ସାର୍। ସବୁ ଭଗବାନଙ୍କ ଇଚ୍ଛା, ଗୁରୁଦେବଙ୍କ ଇଚ୍ଛା, ମୋ ହାତରେ କିଛି ନାହିଁ। ସବୁ ଯୋଉ ମିରାକେଲ ହଉଛି ଭଗବାନ ଗୁରୁଦେବଙ୍କ ଇଚ୍ଛା। ମୋ ସହିତ ଖାଲି ଆଜ୍ଞା ସାର୍। ଆପଣ ହଁ ସଂକ୍ରାନ୍ତି ପାଇଁ ବି ପଇସା ପଠେଇଛନ୍ତି, ମୁଁ ଦେଖିଲି ଆପଣଙ୍କ ଫୋନ ପେରେ ଆସିଛି, ପୂଜା ବି ହେଇଯିବ। ଆଜ୍ଞା ଖୁସି ରୁହନ୍ତୁ, ସମସ୍ତେ ଖୁସି ରୁହନ୍ତୁ, ଏଇଟା ଆମର ଚେଷ୍ଟା। ଆଉ ଆଜ୍ଞା ଭଗବାନଙ୍କ ଇଚ୍ଛା। ରହୁଛି ଭଉଣୀ, ଜୟ ଗୁରୁଦେବ। ସାର୍, ନମସ୍କାର, ଜୟ ଗୁରୁ।